ଠାରୁ ଆସିଲା ଏବେ ବଡ଼ ଖବର। 5,000 ପରିବର୍ତ୍ତେ ମହିଳାମାନଙ୍କୁ ମିଳିବ 5,500 ଟଙ୍କା। ସୁଭଦ୍ରା ଯୋଜନାରେ 5,000 ଟଙ୍କା ସହ ମହିଳାମାନଙ୍କୁ 500 ଟଙ୍କା ବୋନସ ଦେବା ପାଇଁ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କଣ ରହିଛି ପୁରା ଖବର, ଚାଲନ୍ତୁ ଆମେ ଆଗକୁ ଦେଖିବା। ସେଥିପାଇଁ ପୁରା ଭିଡିଓଟିକୁ ଦେଖନ୍ତୁ ଏବଂ ସରକାରଙ୍କ ଠାରୁ ଆସୁଥିବା ଯୋଜନା ଗୁଡ଼ିକର ଖବର ପାଇବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଅଲରେ କରିଦିଅନ୍ତୁ। ସେପ୍ଟେମ୍ବର 17 ତାରିଖ ଦିନ 25 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାକୁ ସୁଭଦ୍ରା ଟଙ୍କା ମିଳିବା ପରେ ଯେଉଁମାନଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କାର ପ୍ରଥମ କିସ୍ତି ଟଙ୍କା ଆସିନାହିଁ, ସେମାନେ ବର୍ତ୍ତମାନ ଦ୍ୱନ୍ଦ୍ୱରେ ଅଛନ୍ତି। ସେମାନଙ୍କୁ ଟଙ୍କା ମିଳିବ ନା ନାହିଁ, ଯଦି ମିଳିବ କେବେ ମିଳିବ, ତାକୁ ନେଇ ବହୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏଥିସହ ବିଭିନ୍ନ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରାଯାଉଛି ଯେ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ପୁଣି ସରକାରଙ୍କୁ ଫେରସ୍ତ କରିବାକୁ ପଡ଼ିବ। ଏହା ଭିତରେ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ ଆକାଉଣ୍ଟକୁ ଆସିଥିବା ସୁଭଦ୍ରା ଟଙ୍କା ସେମାନଙ୍କର କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ କିମ୍ବା କୌଣସି ମିଥ୍ୟା ଗୁଜବକୁ ବିଶ୍ୱାସ କରିବାର ଆବଶ୍ୟକତା ନାହିଁ। ସୁଭଦ୍ରା ଟଙ୍କା ଫେରିଯିବ ବୋଲି କିଛି ଖବର ଗଣମାଧ୍ୟମରେ ଚାଲୁଛି। ଏଭଳି ଗୁଜବ ଖବରକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଚିନ୍ତିତ ନ ହୋଇ ଅଯଥା ବ୍ୟାଙ୍କ ବା ଏଟିଏମ୍ ସାମ୍ନାରେ ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଏଥିସହିତ କହିଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ ସେମାନଙ୍କୁ ଖୁବ୍ ଶୀଘ୍ର ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ପଷ୍ଟ କରିଛନ୍ତି। ସୁଭଦ୍ରା ଯୋଜନାରେ ମିଳିବ 500 ଟଙ୍କାର ବୋନସ। ଏହା ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ମହିଳାମାନେ ଯଦି ଡିଜିଟାଲ ମୋଡରେ ବ୍ୟବହାର କରନ୍ତି ସେମାନଙ୍କୁ ଆଉ 500 ଟଙ୍କାର ବୋନସ ମିଳିବ। ହଁ ଆଜ୍ଞା, ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କାକୁ ଯଦି ମହିଳାମାନେ ଅନଲାଇନ୍ ମୋଡରେ ବା ଡିଜିଟାଲ ମୋଡରେ ଖର୍ଚ୍ଚ କରନ୍ତି ତେବେ ସେମାନଙ୍କୁ ଆଉ 500 ଟଙ୍କାର ବୋନସ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଯାହାଦ୍ୱାରା କି ଓଡ଼ିଶାର ମହିଳାମାନଙ୍କୁ ଡିଜିଟାଲି ସଶକ୍ତ କରିବା ରହିଛି ଓଡ଼ିଶା ସରକାରଙ୍କ ଲକ୍ଷ୍ୟ। ଓଡ଼ିଶାରେ ପ୍ରାୟ 25,11,000 ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିବା ସୁଭଦ୍ରା ଯୋଜନା ଟଙ୍କା ସେମାନଙ୍କର ନିଜସ୍ୱ ଏବଂ ମହିଳାମାନେ ଯେତେବେଳେ ଚାହିଁବେ ସେହି ଟଙ୍କାକୁ ଖର୍ଚ୍ଚ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ଏବଂ ଏହାସହ ଆକାଉଣ୍ଟରୁ ଟଙ୍କା ଫେରିଯିବା କଥାକୁ ନେଇ ଗୁଜବକୁ ବିଶ୍ୱାସ ନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ମୁଁ ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ସମ୍ପୂର୍ଣ୍ଣ ଭଲ ଲାଗିଥିବ। ଯଦି ଆପଣ ସରକାରଙ୍କ ଦ୍ୱାରା ଆସୁଥିବା ବିଭିନ୍ନ ଯୋଜନା ବିଷୟରେ ଆଗକୁ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଅଲ୍ରେ କରିନେବେ।